ରିନି ମିନି ମୁଁ ତମକୁ ନବରାତ୍ରିର କଥା କହିବି, ମନ ଦେଇ ଶୁଣିବ। ବର୍ଷକରେ 2 ଥର ନବରାତ୍ରି ପୂଜା ପାଳନ କରାଯାଏ। ନବରାତ୍ରିର ପୂଜା କରିବା ଦ୍ୱାରା ଭକ୍ତଙ୍କୁ ମା ଦୁର୍ଗାଙ୍କର କୃପା ପ୍ରାପ୍ତ ହୋଇଥାଏ। ଭକ୍ତମାନେ ମା ଦୁର୍ଗାଙ୍କୁ 9 ଦିନ ପାଇଁ ଘରକୁ ଡାକି ନିର୍ମଳ ମନରେ ସେବା କରିଲେ ମା ସନ୍ତୁଷ୍ଟ ହୁଅନ୍ତି। 9 ଦିନରେ ମାଙ୍କର ଭିନ୍ନ ଭିନ୍ନ 9ଟି ରୂପର ପୂଜା ଆରାଧନା କରାଯାଏ। ନବରାତ୍ରିର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ମହାରାଜା ହିମାଳୟଙ୍କର ପୁତ୍ରୀ ହୋଇଥିବାରୁ ତାଙ୍କ ନାମ ହେଲା ଶୈଳପୁତ୍ରୀ। ପ୍ରଜାପତି ଦକ୍ଷଙ୍କର ପୁତ୍ରୀ ଦେବୀ ସତୀ ମହାଦେବଙ୍କୁ ବିବାହ କରିଥିଲେ, କିନ୍ତୁ ଏଥିରେ ତାଙ୍କ ପିତା ସନ୍ତୁଷ୍ଟ ନଥିଲେ। ଥରେ ପ୍ରଜାପତି ଦକ୍ଷ ଏକ ମହାଯଜ୍ଞର ଆୟୋଜନ କରିଥିଲେ। ସେଠାକୁ ସେ ତାଙ୍କର ପରିବାର ବର୍ଗଙ୍କ ସହ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ସେ ଦେବୀ ସତୀ ଓ ମହାଦେବଙ୍କୁ ନିମନ୍ତ୍ରଣ କରିନଥିଲେ। ଯେତେବେଳେ ଦେବୀ ସତୀ ଜାଣିବାକୁ ପାଇଲେ ଯେ ତାଙ୍କ ପିତାଶ୍ରୀ ଏକ ଯଜ୍ଞର ଆୟୋଜନ କରିଛନ୍ତି ଏବଂ ସେଠାକୁ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି, ସେ ମଧ୍ୟ ସେଠାକୁ ଯିବାକୁ ଇଚ୍ଛା କଲେ। ସେଥିପାଇଁ ଦେବୀ ସତୀ ମହାଦେବଙ୍କ ପାଖରୁ ଅନୁମତି ଆଣିବା ପାଇଁ ଗଲେ। ମହାଦେବଙ୍କୁ ସମସ୍ତ ବିଷୟ କହିବା ପରେ ମହାଦେବ ତାଙ୍କୁ ଅନୁମତି ଦେଲେ ନାହିଁ। ପିତୃଗୃହକୁ ଯାଇ ସମସ୍ତଙ୍କ ସହ ସାକ୍ଷାତ କରିବାର ଇଚ୍ଛା ପ୍ରବଳ ଥିବାରୁ ଦେବୀ ସତୀ ମହାଦେବ ମନା କରିବା ସତ୍ତ୍ୱେ ମଧ୍ୟ ସେଠାକୁ ଚାଲିଗଲେ। କାରଣ ତାଙ୍କ ମତରେ ପିତୃଗୃହକୁ ଯିବା ପାଇଁ ଝିଅକୁ କ'ଣ କେବେ ନିମନ୍ତ୍ରଣ କରିବା ଦରକାର? ଦେବୀ ସତୀଙ୍କୁ ସେଠାରେ ଦେଖି ପ୍ରଜାପତି ଦକ୍ଷ ଅତ୍ୟନ୍ତ କ୍ରୋଧିତ ହେଲେ। ପ୍ରଜାପତି ଦକ୍ଷ ଦେବୀ ସତୀଙ୍କ ସାମ୍ନାରେ ମହାଦେବଙ୍କୁ ଅତ୍ୟନ୍ତ ଅପମାନିତ କଲେ। ମହାଦେବ ତ ଶ୍ମଶାନରେ ବାସ କରନ୍ତି। ସେ ମୃତ ଲୋକଙ୍କର ଭସ୍ମକୁ ଶରୀରରେ ଲେପନ କରନ୍ତି। ତାଙ୍କର ନିଜର ଘର ମଧ୍ୟ ନାହିଁ। ତାଙ୍କ ସହିତ ସଦା ସର୍ବଦା ଭୂତ ପିଶାଚ ରହିଥାନ୍ତି। ସେ ତ ପୋଷାକ ପରିଧାନ କରନ୍ତି ନାହିଁ, ବ୍ୟାଘ୍ର ଛାଲକୁ ପରିଧାନ କରି ବୁଲନ୍ତି। ତୁମେ ତାଙ୍କୁ ବର ରୂପେ ଚୟନ କରିଛ, ଏବେ ଏଠାକୁ କାହିଁକି ଆସିଛ? ଯାଅ, ଚାଲିଯାଅ ଏଠାରୁ। ପିତାଙ୍କ ଦ୍ୱାରା ନିଜ ସ୍ୱାମୀଙ୍କର ଏପରି ଅପମାନ ଦେବୀ ସତୀ ସହ୍ୟ କରିପାରିଲେ ନାହିଁ। ତେଣୁ ସେ ଯଜ୍ଞକୁଣ୍ଡର ଅଗ୍ନିରେ ନିଜକୁ ଜଳାଇ ଦେଲେ। ଦେବୀ ସତୀଙ୍କର ଏପରି ଅବସ୍ଥା ଦେଖି ମହାଦେବ ଅତ୍ୟନ୍ତ ଦୁଃଖିତ ହେଲେ। ସେ ଏ ପୀଡ଼ା ସହ୍ୟ କରିପାରିଲେ ନାହିଁ। ସେ ଦେବୀ ସତୀଙ୍କର ଶରୀରକୁ ଧରି ବୁଲିଲେ। ପ୍ରଭୁ ବିଷ୍ଣୁଙ୍କର ଚକ୍ର ଦ୍ୱାରା ଦେବୀ ସତୀଙ୍କ ଶରୀରର 51ଟି ଖଣ୍ଡ ହେଲା। ଦେବୀ ସତୀଙ୍କର ସେହି ଅଂଶ ଯେଉଁ ସ୍ଥାନରେ ପଡ଼ିଲା ସେଠାରେ ଶକ୍ତିପୀଠର ସ୍ଥାପନା ହେଲା। ତେଣୁ ବର୍ତ୍ତମାନ ତାହା 51 ଶକ୍ତିପୀଠ ଭାବରେ ପ୍ରସିଦ୍ଧ ହୋଇଛି। ଏହାପରେ ଦେବୀ ସତୀ ହିମାଳୟର ରାଜାଙ୍କ ପୁତ୍ରୀ ପାର୍ବତୀ ରୂପରେ ଜନ୍ମ ନେଲେ। ତେଣୁ ତାଙ୍କର ନାମ ହେଲା ଶୈଳପୁତ୍ରୀ। ମାତା ଶୈଳପୁତ୍ରୀଙ୍କର ରୂପ ଅତ୍ୟନ୍ତ ସୁନ୍ଦର। ମାତାଙ୍କର ଏହି ରୂପରେ ତାଙ୍କ ବାହନ ହେଲେ ଧଳା ବୃଷଭ। ମାତା ତାଙ୍କ ହସ୍ତରେ ତ୍ରିଶୂଳ ଏବଂ କମଳ ପୁଷ୍ପ ଧାରଣ କରନ୍ତି। ମାତା ଶୈଳପୁତ୍ରୀଙ୍କର ପୂଜା କରିବା ଦ୍ୱାରା ସାହସ ପ୍ରାପ୍ତ ହୋଇଥାଏ। ରିନି ମିନି କୁହ ମାତା ଶୈଳପୁତ୍ରୀଙ୍କର ଜୟ। ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଏମିତି ଆହୁରି ଭଲ ଭଲ କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓକୁ ପୁରା ଦେଖିଥିବାରୁ ଧନ୍ୟବାଦ।